ତ କଣ କହିବେ ଦିନକୁ ଦିନ ଆମର ବର୍ଷା ଦିନେ ଆଠଗଡ ହଉ ବଳଙ୍ଗା ହଉ ତେଜପୁର ହଉ ଏସବୁ ଜାଗାରୁ ଝୁଡଙ୍ଗ ବିନି କଲରା ଜହ୍ନି ଭେଣ୍ଡି ଏସବୁ ଜିନିଷ ଆମଦାନୀ ହୁଏ। ଆଉ ବର୍ଷା ଦିନେ ଶୀତ ଦିନେ ଫୁଲକୋବି ବନ୍ଧା ଟମାଟୋ ଶିମିଳା ଏସବୁ ଆମଦାନୀ ହୁଏ। କିନ୍ତୁ ଏ ବର୍ଷ ବର୍ଷା ହେବା ହେତୁ କୌଣସି ଫସଲ ଲାଗିପାରିନି। ବହୁତ ଚାଷୀ ବି ଏବେ ଆଉ ଚାଷ କରୁନାହାନ୍ତି, ଯୋଉ ଘର ବାଡି ସବୁ ପାଖରେ କରିଦଉଛନ୍ତି, ଗାଈ ଗୋରୁ ସବୁ ରହିଯାଉଛନ୍ତି, ଏଣୁ ଆଉ ଚାଷ ବି କରୁନାହାନ୍ତି ଲୋକାଲ ଲୋକ। ତେଣୁ ଆମେ ସମ୍ପୂର୍ଣ୍ଣ ବାହାର ରାଜ୍ୟକୁ ନିର୍ଭରଶୀଳ। ଏଣୁ ଆମେ ମହାରାଷ୍ଟ୍ର ଟମାଟୋ ନିର୍ଭର କରୁଛୁ, କର୍ଣ୍ଣାଟକରୁ ବନ୍ଧା ଫୁଲ ବିନି ଶିମିଳା ଗାଜର ଆଉ ଟମାଟୋ ଆକୁ ନିର୍ଭର କରୁଛୁ, ତାମିଲନାଡୁର ସଜନା ଛୁଇଁ କଞ୍ଚା ଲଙ୍କା ଗୁଆଁର ଯୋଉଟା ଗୁଆଁର ଓଡିଶାରୁ ହୁଏ ତାକୁ ବି ତାମିଲନାଡୁ ନିର୍ଭର କରୁଛୁ, ଆନ୍ଧ୍ରପ୍ରଦେଶରୁ ଭଣ୍ଡା ମାଟିଆଳୁ କଖାରୁ ୟାକୁ ନିର୍ଭର କରୁଛୁ, ୱେଷ୍ଟ ବେଙ୍ଗଲରୁ ଭେଣ୍ଡି ଜହ୍ନି କଲା ଯୋଉଟା ଲୋକାଲରେ ହୁଏ ସେଗୁଡା ବାହାରେ ୱେଷ୍ଟ ବେଙ୍ଗଲରୁ ନିର୍ଭର କରୁଛୁ, କାଙ୍କଡ ପୋଟଳ ସବୁ। ତେଣୁ ଓଡିଶାରେ ଯେହେତୁ ଫସଲ ହେଇପାରୁନି ବା ପୂର୍ବରୁ ସରକାର କୌଣସି ଚାଷୀ ମାନଙ୍କ ପାଇଁ ସୁବିଧା କରିନାହାନ୍ତି ବା ଚାଷ କରିବାକୁ ବ୍ୟବସ୍ଥା କୃଷି ବ୍ୟବସାୟ କିଛି କଲେ ନାହିଁ, ତେଣୁ ସବୁ ପଡିଆ ପଡିକି ଘର ଦ୍ୱାର ହବାରେ ବ୍ୟସ୍ତ ଲୋକ ରହୁଛନ୍ତି, ଘର କରି ଭଡା ଲଗେଇବା ବ୍ୟସ୍ତ ଲୋକ। ତେଣୁ ଫସଲ କରିବାର କୌଣସି ଲୋକଙ୍କର ଆଗ୍ରହ ନାହିଁ, ଏଣୁ ସେଥିପାଇଁ ସମସ୍ୟା ହଉଛି। ତେଣୁ ବାହାର ରାଜ୍ୟରୁ ଆଜି ବାହାର ରାଜ୍ୟରେ କର୍ଣ୍ଣାଟକରେ ଆପଣ ବୁଝିବେ ଟମାଟୋ କିଲୋ 80 ଟଙ୍କାରୁ 100 ଟଙ୍କା। ଆମେ କେତେ କିଣିକି ଆଣିକି ଓଡିଶାରେ ବିକିବୁ? ଗାଜର କିଲୋ 50 ଟଙ୍କା 40 ଟଙ୍କା ବୁଝିବେ ଯୋଉଠୁ ଆସୁଛି ଇନ୍ଦୋରରୁ ବମ୍ବେରୁ ଦିଲ୍ଲୀରୁ। ଆଚ୍ଛା ବାହାର ରାଜ୍ୟରୁ ସେଠି ଯାହା ରେଟ୍ ବିକା ହଉଛି ଆମେ ସେଠୁ ଆଣି ଏଠି କୋଉ ରେଟ୍ରେ ବିକିବୁ? ତେଣୁ ତେବିକି ବି ଆମେ ବହୁତ ସଚେଷ୍ଟା କରି ସିଷ୍ଟମ ଅନୁଯାୟୀ ଯେତିକି ଆବଶ୍ୟକତା ପରିମାଣର ଜିନିଷ ମଗେଇ ଲୋକମାନଙ୍କୁ ଦଉଛୁ। ତେଣୁ ଆମେ ଲୋକମାନଙ୍କୁ ଦେଲା ପରେ ବି ଆମ ପାଖରୁ 4 ଭାଗ ହେଇଯାଉଛି। ଲୋକବାର ଚାକିରି ଫାକିରି ନଥିବାରୁ ତାପରେ ଲୋକ ସବୁବେଳେ ସୁବିଧାବାଦୀ ହେଇଗଲେଣି। ଲୋକ ଚାହୁଁଛନ୍ତି ଆମରି ଜାଗା ପାଖରେ ଆମକୁ ତଟକା ଜିନିଷ ମିଳାଯାଉ। ତେଣୁ ଲୋକ ଆମ ପାଖରୁ ନେଲେ ତାକୁ ସବ୍ ହୋଲସେଲର ନେଲେ, ସବ୍ ହୋଲସେଲର ନେଇକି ରିଟେଲ ସେଲକୁ ବିକିଲେ, ରିଟେଲ ସେଲର ନେଇକି କେବିନି ରାସ୍ତାଘର ଛକ ଏ ଜାଗାରେ ସବୁ ବିକ୍ରି କଲେ। ତେଣୁ ସେଥିପାଇଁ କି ବଜାର ଲୋକଙ୍କୁ କହୁଛୁ ଉଞ୍ଚା ରେଟ୍, କିନ୍ତୁ ଆମ ପାଖରେ 1 ନମ୍ବର ହାଟରେ ଆସିବେ ଝୁଡଙ୍ଗ କିଲୋ 50 ଟଙ୍କା 40 ଟଙ୍କା, ଟମାଟୋ କିଲୋ 60-70 ଟଙ୍କା। ଆଉ ଯଦି କିଏ ରାସ୍ତା ଉପରେ 100 ଟଙ୍କା 80 ଟଙ୍କା ବିକୁଛନ୍ତି ସେଇଟା ହଉଛି ପର୍ସନାଲି ଜିନିଷ ଏଇଟା। କିନ୍ତୁ ହାଟକୁ ଆସନ୍ତୁ ପରିବା ନିଅନ୍ତୁ, ନିଶ୍ଚୟ କିଛି ରେଟ୍ କମଜୋରି ରହିବ। ଏଇ ମୂଲ୍ୟଟି କେତେ ଦିନ ପର୍ଯ୍ୟନ୍ତ ଲାଗି ରହିବ? ଅଇନା ଯେପର୍ଯ୍ୟନ୍ତ ନୂଆ ଫସଲ ନ ବାହାରିଛି, ଶୀତ ଦିନ ଫସଲ ବାହାରିନି, ବର୍ଷା ଦିନେ ଯୋଉ ଫସଲ ଲାଗିଛି ଶୀତ ଦିନ ବାହାରିବ, ଆଉ 1 ମାସ ଲାଗିବ।